ମାଲକାନଗିରି ଜିଲ୍ଲାର ଗୋରୁକୁଣ୍ଡାଠାରେ ନବନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର ମହାସମାରୋହରେ ଲୋକାର୍ପିତ ହୋଇଛି। ଭୋରରୁ ହିଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମରେ ପୁରା ପରିବେଶ ଶ୍ରୀ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଉଠିଥିଲା। ଆଜି ବ୍ରାହ୍ମ ମୁହୂର୍ତ୍ତରୁ ହିଁ ବୈଦିକ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଥିଲା। 7 ଜଣ ବେଦଜ୍ଞ ପଣ୍ଡିତଙ୍କ ପୌରୋହିତ୍ୟରେ ମହାଯଜ୍ଞ, ସୂର୍ଯ୍ୟପୂଜା, ବାସ୍ତୁପୂଜା, କଳସ ଯାତ୍ରା ଏବଂ ଧ୍ୱଜାରୋହଣ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଆସନ୍ତା ବୁଧବାର ଦିନ ସକାଳ ସମୟରେ ଶୁଭ ଲଗ୍ନରେ ଶ୍ରୀ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଓ ସୁଦର୍ଶନଙ୍କଠାରୁ ବିଗ୍ରହଙ୍କର ପ୍ରାଣ ପ୍ରତିଷ୍ଠା କରାଯିବ। ସେହି ସମୟରେ ସମଗ୍ର ଅଞ୍ଚଳ ଘଣ୍ଟ, ଶଙ୍ଖ, କାହାଳି ଏବଂ ହୁଳହୁଳି ଧ୍ୱନିରେ ଉଛୁଳି ପଡ଼ିବ। ଏହି ମନ୍ଦିର ପ୍ରାୟ 18 ବର୍ଷ ଧରି ନିର୍ମାଣ କରାଯାଇଛି। ସମ୍ପୂର୍ଣ୍ଣ କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ଏହି ମନ୍ଦିରର ଉଚ୍ଚତା 37 ଫୁଟ। ମୁଖ୍ୟ ମନ୍ଦିର ସହିତ ନାଟମଣ୍ଡପ, ଭୋଗମଣ୍ଡପ, ସ୍ନାନବେଦୀ ଏବଂ ପରିକ୍ରମା ପଥ ମଧ୍ୟ ନିର୍ମାଣ କରାଯାଇଛି। ଚୂଡ଼ାରେ 52 କେଜି ଓଜନର ନୀଳଚକ୍ର ସ୍ଥାପନ କରାଯାଇଛି। ଆଜିର ଏହି ପବିତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ଗୋବିନ୍ଦ ପତ୍ର ଯୋଗଦେଇ ମନ୍ଦିରକୁ ଲୋକାର୍ପଣ କରିଥିଲେ। ତାଙ୍କ ସହିତ ଅନ୍ୟ ସମ୍ମାନିତ ଅତିଥି, ସାଧୁସନ୍ଥ, ମଠାଧୀଶ ଏବଂ ଜନପ୍ରତିନିଧିମାନେ ଉପସ୍ଥିତ ରହିଥିଲେ। ଲୋକାର୍ପଣ ଉତ୍ସବ ଉପଲକ୍ଷେ 3 ଦିନ ବ୍ୟାପୀ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଆଜି ସନ୍ଧ୍ୟାରେ ନାମ ସଂକୀର୍ତ୍ତନ, ଓଡ଼ିଶୀ ନୃତ୍ୟ ଏବଂ ଭଜନ ସମାରୋହ ଅନୁଷ୍ଠିତ କରାଯିବ। ପ୍ରାୟ 5000ରୁ ଅଧିକ ଭକ୍ତଙ୍କ ପାଇଁ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା ହୋଇଛି। ମନ୍ଦିର ପରିଚାଳନା କମିଟି ସୂଚନା ଦେଇଛି ଯେ ଆସନ୍ତା ସୋମବାରଠାରୁ ପ୍ରତିଦିନ ଭୋର ସକାଳେ ଦ୍ୱାରପିଠା ନୀତି ଏବଂ 10ଟାରେ ପହୁଡ଼ ନୀତି ହେବ। ପ୍ରତ୍ୟେକ ଏକାଦଶୀ, ସଂକ୍ରାନ୍ତି ଏବଂ ଗୁରୁବାରରେ ସ୍ୱତନ୍ତ୍ର ନୀତି କରାଯିବ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଓଡ଼ିଆ ଜାତିର ପରିଚୟ, ଆମ ଅସ୍ମିତା, ଆମ ଅନ୍ତରର ଠାକୁର। ଆଜି କୋରୁକୁଣ୍ଡା ମାଟିରେ ତାଙ୍କର ନୂଆ ଆସ୍ଥାନ ପ୍ରତିଷ୍ଠା ହେଲା। ଏହି ମନ୍ଦିର କେବଳ ଇଟା ପଥରର ଗଢ଼ା ନୁହେଁ, ଏହା ଲକ୍ଷ ଲକ୍ଷ ଭକ୍ତଙ୍କ ବିଶ୍ୱାସ ଏବଂ ଭକ୍ତିର ପ୍ରତୀକ। ମହାପ୍ରଭୁଙ୍କ ନିକଟରେ ଏତିକି ପ୍ରାର୍ଥନା, ସେ ସମସ୍ତଙ୍କୁ ସୁଖ, ଶାନ୍ତି ଓ ସମୃଦ୍ଧି ଦିଅନ୍ତୁ। ଆପଣ ମଧ୍ୟ ସମୟ କରି ଏହି ତମସା ଶ୍ରୀକ୍ଷେତ୍ରକୁ ଆସନ୍ତୁ। ମାଲକାନଗିରିରୁ ଦେବାଶିଷ ଦେବନାଥଙ୍କ ରିପୋର୍ଟ, ଦିନରାତି ଟିଭି। जय जगन्नाथ। प्रभु जगन्नाथ, बलभद्र, सुभद्रा एवं सुदर्शन देवंगर नूतन मंदिर महासमारोह कोरकोंडा ग्राम अनुष्ठित होमको निमंत्रित पुरी मुख्य पंडित आमर भवानी षडंगी एवं आम समस्त सहयोग अप्राण चेष्टार आज मंदिर 2008 मसीह मंदिर आरंभ कर 2026 मसीह प्रभुंर विधि विधान अनुसार मंदिर प्रतिष्ठा, प्राण प्रतिष्ठा एवं वनजाग कार्य महासमारोह आज हूँ पवित्र अक्षय तृतीया बलयात्रा सरी प्रभुंर अग्निस्थापन कर मो किशोर चरण महांते मो आमर ये ट्रस्टी रे आमर जो तमसा श्रीक्षेत्र चैरिटेबल ट्रस्ट मु ट्रस्टी आ मंदिर टी 2008 आरंभ होता मझे किसी असुविधा बसत बंद थिला। तापरे वर्तमान 2 वर्ष भितर ए मंदिर टी पुनर्बार तैयारी करा जाई कंप्लीट करा जाइछि। दीर्घ दिन है ये अंचलवासी ये कोरकोंडा अंचल जो बासिंदा रोचंती समस्त अपेक्षा करथिले केमिति जगन्नाथ मंदिर संपूर्ण हो। समस्त आशा भरोसा आज पूर्ण होइछि। हमर मंदिर निर्माण सरिछि। आगामी 23 तारिख प्राण प्रतिष्ठा हम आ समस्त श्रृंखला सहित कार्यक्रम चली। आमर प्राय 7 जन पंडित बाहर आछंती आ सेमानकर जो नादरे आज कोरकोंडा अंचल संपूर्ण खुशी अच्छा, संपूर्ण खुशी अच्छा। आगामी 26 तारिख दिन आम कार्यक्रम शेष हो। अन्नयज्ञ, घृतयज्ञ, नामयज्ञ चली प्राय 24 प्रहर नामयज्ञ हम आ समस्त श्रद्धालु आज बहुत खुशी आ समस्त जो इच्छा थिला जो आशा प्रकाश करते जगन्नाथ मंदिर केवे तैयारी हम से आज पूर्ण होती। आम समस्त बहुत खुशी, आमर कमिटी बहुत खुशी, ये अंचल ग्रामवासी समस्त खुशी अच्छा। जय जगन्नाथ।